ଏମିତି କିଛି ଭୁଲ ଅଛି ଯାହାକୁ ଅଜାଣତରେ ବି ବିବାହିତ ମହିଳାମାନେ କରୁଛନ୍ତି, ତେବେ ତାଙ୍କ ସୁଖୀ ଜୀବନକୁ ନଷ୍ଟ କରିଦେଇଥାଏ। କିନ୍ତୁ ସେହି ଭୁଲ ଗୁଡ଼ିକ କ'ଣ ଆପଣମାନେ ଜାଣିଛନ୍ତି କି? ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଶେଷ 5 ନମ୍ବର ପଏଣ୍ଟଟି ସବୁଠାରୁ ଜରୁରୀ। ମୁଁ ସତ୍ୟମ ଆଜି ଆପଣମାନଙ୍କୁ କହିବି ସେହି 5ଟି ଭୁଲ ଯାହା ମହିଳାମାନେ କେବେ ବି ମଧ୍ୟ କରିବା ଉଚିତ ନୁହେଁ। ମହିଳାମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି 5ଟି ଜିନିଷ। ବିବାହ ହେଉଛି ଏକ ପବିତ୍ର ସମ୍ପର୍କ। ଏହି ସମ୍ପର୍କ ଗଢ଼ି ଉଠିବା ପରେ ପୁରୁଷ ଏବଂ ନାରୀଙ୍କର ଶରୀର ସହ ମନର ମଧ୍ୟ ମିଳନ ଘଟିଥାଏ। ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ସ୍ୱର୍ଗରୁ ଗଢ଼ା ହୋଇ ଆସିଛି ବୋଲି ଅନେକଙ୍କ ମତ ରହିଛି। ତେଣୁ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ପାଇଁ ଗଢ଼ା ହୋଇଥାନ୍ତି। ତେଣୁ ସ୍ୱାମୀ କରିଥିବା କର୍ମର ପ୍ରଭାବ ସ୍ତ୍ରୀଙ୍କ ଉପରେ ଓ ସ୍ତ୍ରୀ କରିଥିବା କର୍ମର ପ୍ରଭାବ ତାଙ୍କ ସ୍ୱାମୀଙ୍କ ଉପରେ ପଡ଼ିଥାଏ। ତେଣୁ ଯଦି କୌଣସି ମହିଳା ଜ୍ୟୋତିଷଶାସ୍ତ୍ର ନିୟମ ବାହାରେ କୌଣସି କାର୍ଯ୍ୟ କରିଥାନ୍ତି, ତେବେ ତାହାର ଖରାପ ଫଳ ଅବଶ୍ୟ ହିଁ ତାଙ୍କ ସ୍ୱାମୀଙ୍କୁ ଭୋଗିବାକୁ ପଡ଼ିଥାଏ। ବନ୍ଧୁମାନେ, ଯଦି ଏ ଭିଡ଼ିଓରେ ପ୍ରକାଶ କରାଯାଉଥିବା ବାକ୍ୟ ଆପଣମାନଙ୍କ ମନକୁ ଆଘାତ ଦେଇଥାଏ, ତେବେ ଆମକୁ କ୍ଷମା କରିଦେବେ। କିନ୍ତୁ ଯାହା ଜ୍ୟୋତିଷ ଶାସ୍ତ୍ରରେ ଲେଖାଯାଇଛି, ଆମେ ସେହିସବୁ ଜିନିଷକୁ ଆପଣମାନଙ୍କୁ ଜଣାଇବା ପାଇଁ ଚେଷ୍ଟା କରୁଛୁ, ଯାହାଦ୍ୱାରା ଆପଣଙ୍କ ବିବାହିତ ଜୀବନ ସୁଖମୟ ହୋଇପାରିବ। ତେଣୁ ଭିଡ଼ିଓଟିକୁ ଜମା ସ୍କିପ୍ ନ କରି ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଏ ପର୍ଯ୍ୟନ୍ତ ଆପଣମାନେ ଆମ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତ ଗୋଟେ ଲାଇକ୍ କରିଦିଅନ୍ତୁ। ଆଉ ଡେରି ନ କରି ଆସନ୍ତୁ ଯିବା ଭିଡ଼ିଓ ଉପରକୁ। ତେଣୁ ମହିଳାମାନେ ଏହି 5ଟି ଜିନିଷ ଭୁଲରେ ବି ପିନ୍ଧନ୍ତୁ ନାହିଁ, ନଚେତ୍ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ସ୍ୱାମୀକୁ କାଙ୍ଗାଳ କରିଦେଇପାରେ। ତେବେ ଜ୍ୟୋତିଷ ଶାସ୍ତ୍ରରେ ସ୍ତ୍ରୀମାନେ କରୁଥିବା ଶୃଙ୍ଗାରକୁ ବହୁତ ମାନ୍ୟତା ଦିଆଯାଇଥାଏ। ସେହି ସବୁ ଶୃଙ୍ଗାର ଗୁଡ଼ିକ ମଧ୍ୟରୁ କିଛି ଶୃଙ୍ଗାର ଭୁଲ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। କାରଣ ବର୍ତ୍ତମାନ ସମୟରେ ଅନେକ ନାରୀ ଆଧୁନିକତା ଉପରେ ଗୁରୁତ୍ୱ ଦେବା ଫଳରେ ଆମ ଭାରତର ପରମ୍ପରାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥାନ୍ତି, ଯାହାକି ବର୍ତ୍ତମାନ ସମାଜର ବ୍ୟକ୍ତିମାନଙ୍କ ଜୀବନରେ ବର୍ବାଦୀ ଡାକି ଆଣିଥାଏ। ତେବେ ଚାଲନ୍ତୁ ସେହି ସବୁ ଶୃଙ୍ଗାର ଗୁଡ଼ିକ ବିଷୟରେ ଆଲୋଚନା କରିବା। ତ ଦର୍ଶକ ବନ୍ଧୁ, ପ୍ରଥମ କାରଣଟି ହେଉଛି ମହିଳାମାନେ ନିଜ ପାଦରେ ସୁନାର ପାଉଁଜି କିମ୍ବା ସୁନାର ଝୁଣ୍ଟିଆ ପିନ୍ଧିବା ଜମାରୁ ବି ଉଚିତ ନୁହେଁ। ଏପରି କରିବା ଦ୍ୱାରା ସ୍ୱାମୀ ଓ ପରିବାରରେ କ୍ଷତି ଘଟିଥାଏ। ଦ୍ୱିତୀୟ କାରଣଟି ହେଉଛି ବିବାହିତ ମହିଳା ଷ୍ଟାଇଲିଶ କରିବାକୁ ଯାଇ ସମ୍ପୂର୍ଣ୍ଣ ଧଳା ରଙ୍ଗର ଶାଢ଼ୀ ପରିଧାନ କରିବା ଜମାରୁ ବି ଶୁଭ ହୋଇନଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିପରି କରିବା ଦ୍ୱାରା ସେହି ମହିଳାଙ୍କ ନିଜ ସ୍ୱାମୀଙ୍କ ଆୟୁଷ କମି ଯାଇଥାଏ। 3 ନମ୍ବର କାରଣଟି ହେଉଛି ଅନେକ ମହିଳା ନିଜ ମଙ୍ଗଳସୂତ୍ରକୁ ଷ୍ଟାଇଲିଶ କରିବା ପାଇଁ ନିଜ ହାତରେ ପିନ୍ଧିଥାନ୍ତି, ହେଲେ ଏପରି କରିବା ଅନୁଚିତ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ 4 ନମ୍ବର କାରଣଟି ହେଉଛି ନାଲି ରଙ୍ଗ ପରିବର୍ତ୍ତେ ଅନ୍ୟ କୌଣସି ରଙ୍ଗର ସିନ୍ଦୁର ପିନ୍ଧିବା ବର୍ଜିତ ଅଟେ। ତେଣୁ ଏପରି ଭୁଲ ବିବାହିତ ମହିଳା କରିବା ଅନୁଚିତ ହୋଇଥାଏ। ପଞ୍ଚମ ଏବଂ ଆଜିର ଭିଡ଼ିଓର ଅନ୍ତିମ କାରଣଟି ହେଉଛି ଭଙ୍ଗା କି ଫଟା ଚୁଡ଼ି ଓ ଛିଡ଼ା ପାଉଁଜି ମହିଳାମାନେ ପିନ୍ଧିବା ମଧ୍ୟ ଉଚିତ ନୁହେଁ। ଏହା ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ। ବନ୍ଧୁମାନେ, ଆଜି ପାଇଁ ଏତିକି। ତେଣୁ ମୁଁ ଆଶା କରୁଛି କି ଆପଣମାନେ ବୁଝିପାରିଥିବେ ଆପଣଙ୍କର ଏହି ଛୋଟ ଛୋଟ ଭୁଲ କିପରି ଜୀବନକୁ ଭାରି ପ୍ରଭାବିତ କରିପାରେ। ଯଦି ଆପଣ ଏହି 5ଟି ଭୁଲ କରୁଛନ୍ତି, ତେବେ ଆଜିଠାରୁ ଛାଡ଼ି ଦିଅନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ ଓ କମେଣ୍ଟ କରି ମୋତେ କୁହନ୍ତୁ କି କେଉଁ ପଏଣ୍ଟଟି ଆପଣଙ୍କୁ ସବୁଠାରୁ ଜରୁରୀ ଲାଗିଲା। ମୁଁ ସତ୍ୟମ ଆସୁଛି ଆଉ ଏକ ନୂଆ ଏବଂ ଜ୍ଞାନବର୍ଦ୍ଧକ ଭିଡ଼ିଓ ସହିତ। ସେ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଓ ଖୁସି ରୁହନ୍ତୁ। ଆଉ ଜୟ ଜଗନ୍ନାଥ କୁହନ୍ତୁ।